ସମ୍ବଲପୁର ସାମ୍ବାଦିକ ଭବନଠାରେ ବିକଳ୍ପ ଓଡ଼ିଶା ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜୟ ଭୀମର ସ୍ଲୋଗାନର ଜନକ ହରଦାସ ଲକ୍ଷ୍ମଣରାଓ ନାଗରାଲେ ବାବୁ ହରଦାସଙ୍କ 86ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଛି। ଏଥିସହ ବିକଳ୍ପ ଓଡ଼ିଶା ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାବୁ ହରଦାସଙ୍କ ଜୀବନୀ ଉପରେ ଆଲୋଚନା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥି ଭାବରେ ବିକଳ୍ପ ଓଡ଼ିଶାର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ମିଶ୍ର, ବିକଳ୍ପ ଓଡ଼ିଶାର ରାଜ୍ୟ ଉପସଭାପତି ନିହାଲ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ମଲ୍ଲିକ, ଜିଲ୍ଲା ସଭାପତି ସୁବାସ ନାୟକ, ରାଜ୍ୟ ଯୁବ ସଭାପତି ଲିପୁନ, ଏମ୍ଡି ମୁସ୍ତିକିମ୍ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିକଳ୍ପ ଓଡ଼ିଶାର ଜିଲ୍ଲା ସଂଗଠନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଆଗାମୀ ଦିନରେ ବିକଳ୍ପ ଓଡ଼ିଶା ନିଜର ପ୍ରଭାବ ଯେପରି ଜାହିର କରିପାରିବ ସେ ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶେଷରେ ସମାଜସେବୀ ମୋମିନା ଖାତୁନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। किंतु एते सुंदर भावरे अशोक मिश्र सर हमको कैलाश साहू हमको बताले आमे जानी पारला। आपण माने एते पेशेंट धरि के एते जा बसी छन किछि नुवा जति सिखबा लागि पाले जानले सेते लागि आपण मन को बहुत बहुत धन्यवाद जोउ छे। और तार साथे संगे हमर मीडिया बंधु जेनले भी आसी छन आसी करे हमको इनु सहयोग करले ताको भी धन्यवाद जोउ छे। हमर जो सामाजिक भवन रे हमें मीटिंग करू सब बेले हमें इने मीटिंग प्राय करूछु तमे भवन जे कथाधरता अछन ताको भी धन्यवाद जोउ छे। और समस्त को धन्यवाद जोड़े कि वक्तव्य शेष कर बहुत बहुत धन्यवाद।